ବର୍ତ୍ତମାନର ଯାହା ବଡ଼ ଖବର ଆସୁଛି ସ୍କୁଲ ତାଲା ଭାଙ୍ଗି ଦୁର୍ବୃତ୍ତଙ୍କର ଲୁଟପାଟ। ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ନଥିପୁରରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ଗେଟ୍ ତାଲା ଭାଙ୍ଗିବା ପରେ ସମସ୍ତ ରୁମ୍ର ତାଲା ଭାଙ୍ଗି ଚୋରି ଉଦ୍ୟମରେ ଅଫିସର ଚାବି ଭାଙ୍ଗି ଆଲମିରା ଲକର ଭାଙ୍ଗି ନଗଦ 20,000 ଟଙ୍କା ଓ ଇଲେକ୍ଟ୍ରିକ୍ ଲାଇଟ୍ ସହ ଅନ୍ୟାନ୍ୟ ଦାମିକା ଜିନିଷ ଚୋରି କରି ନେଇଛନ୍ତି। ଖବର ପାଇ ଅଳକୁଣ୍ଡ ଥାନା ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାସ ସଦଳବେଳେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିବା ଦେଖିବାକୁ ମିଳିଛି ଓ ଖୁବ୍ ଶୀଘ୍ର ଚୋରକୁ ଧରାଯିବ ବୋଲି ସୂଚନା ଦେଇଛନ୍ତି। ଶ୍ରୀମା ଶ୍ରୀ ଅରବିନ୍ଦ ପାଠଚକ୍ର ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ତା ଛଡ଼ା ମଧ୍ୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ନଥିପୁରର ମୁଁ ସେକ୍ରେଟାରୀ ଅଛି ସ୍କୁଲର। ଚୋରି ଗତକାଲି ରାତିରେ, କାଲି ତ ଆମର ସ୍କୁଲ ଖୋଲା ଥିଲା, ଯେଉଁ 3:30ଟାରେ ଆମେ ଗଲୁ, ତାପରେ ରାତିରେ କେତେବେଳେ ଆସିକି ଆମର ଗ୍ରିଲ୍ ଭାଙ୍ଗି ଏବଂ ଅଫିସର ତାଲା ମଧ୍ୟ ଭାଙ୍ଗିକି ଅନ୍ୟ 2ଟି ରୁମ୍ର ମଧ୍ୟ ତାଲା ଭଙ୍ଗା ଯାଇଛି ଏବଂ ଅଫିସର ଗଡ଼ରେଜ୍ ଭଙ୍ଗା ହେଇଛି, ଗଡ଼ରେଜର ଲକର ମଧ୍ୟ ଭଙ୍ଗା ହେଇଛି। ତା ସହିତ ଲକରରେ ଆମର ପ୍ରତିଦିନ ସ୍କୁଲର ଖର୍ଚ୍ଚ ପାଇଁ ଆମେ କିଛି ପଇସା ରଖୁ, ମାତ୍ର 20,000 ଟଙ୍କା ସେଥିରେ ଥିଲା। ସେ 20,000 ଟଙ୍କା ନେବା ସହିତ ଅନ୍ୟାନ୍ୟ ଯେଉଁ ଇଲେକ୍ଟ୍ରିକ୍ ସାମଗ୍ରୀ ଯେଉଁ ଥିଲା, ଆମର ଲାଇଟ୍ ଏସବୁଗୁଡ଼ା ସବୁ ମଧ୍ୟ ନେଇଯାଇଛନ୍ତି। ଏପଟ ସେପଟ କରି ଖୋପଡ଼ାଖୋଡ଼ି କରୁଛନ୍ତି, ତାଲା ଫାଲା ଭାঙିଛନ୍ତି। ମୁଁ ସୀତାରାଣୀ ଜେନା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଟିଚର ଅଛି। ମୁଁ ପିଲା ଆସିଲେ ତା 5 ମିନିଟ୍ ପରେ ମୁଁ ଆସିଲି। ପିଲା ସବୁଠୁ କହିଲେ ଅପା ଏମିତି ହେଇଛି, ତାଲା ଭାଙ୍ଗି ଯାଇଛି, ଚୋର ପଶିଛି। ଦେଖିଲା ବେଳକୁ ସବୁ ଗଡ଼ରେଜର ଲକଅପ୍ ସବୁ ଖୋଲା ଆଉ ତାଲା ଏବଂ ଭଙ୍ଗା ହେଇଛି। ମୁଁ ହେଉଛି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ନନ୍ଦିନୀ ଅପା। ମୁଁ ଆସିଲା ବେଳକୁ ପ୍ରାୟ 9:40 ହେଇଥିଲା। ସବୁକିଛି ସରିଛି, ଅଫିସ୍ ଫାଙ୍କା ପୁରା ମାନେ ଖୋଲାଖୋଲି ହେଇକି ପଡ଼ିଛି। ସବୁ ମାନେ ନଷ୍ଟଭଷ୍ଟ କରି ପକେଇଛନ୍ତି ଆଉ ବି ବହୁତ ଗୁଡ଼ିଏ ଜିନିଷ ସବୁ ନେଇଯାଇଛନ୍ତି। ଯେମିତି ଭାଇ କହୁଛନ୍ତି କି 20,000 ଟଙ୍କା ସବୁ ନେଇଯାଇଛନ୍ତି। ଆଉ ସାଇଣ୍ଟିଫିକ୍ ଟିମ୍ ପହଞ୍ଚିଲା ପରେ ତଦନ୍ତ ଆଗକୁ ଆଗାଇବେ ବୋଲି ସୂଚନା। ଏହା ସହିତ ଆଖପାଖ ବିଦ୍ୟାଳୟମାନଙ୍କରେ ଏଭଳି ଘଟଣା ଦେଖିବାକୁ ମିଳିଛି। ବିଞ୍ଝାରପୁରରୁ ରମାଲ ଭୂୟାଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।